ଧୋକାବାଜ ଲୋକଙ୍କୁ ଚିହ୍ନିବାର 7ଟି ସଂକେତ ଆଜି ହିଁ ଜାଣି ନିଅନ୍ତୁ, ନହେଲେ ପରେ ପଶ୍ଚାତାପ କରିବେ। ବନ୍ଧୁଗଣ, ଆଜି ଆମେ ଜାଣିବା ଜୀବନର ବେଷ୍ଟ ମଣିଷକୁ କେମିତି ଚିହ୍ନିବେ। ଯେମିତି ଆମ ଜୀବନରେ ନକଲି ମଣିଷ ଥାଆନ୍ତି, ତାଙ୍କୁ କେମିତି ଚିହ୍ନିବେ। ଏମିତି ଆମକୁ ଧୋକା ବହୁତ ଲୋକଙ୍କଠାରୁ ମିଳିଥାଏ। ଯେମିତି ନିଜ ପ୍ରେମିକା ଠାରୁ ଧୋକା ମିଳିଥାଏ, ବୟଫ୍ରେଣ୍ଡ ଠାରୁ ଧୋକା ମିଳିଥାଏ, ସାଙ୍ଗମାନଙ୍କ ଠାରୁ ଧୋକା ମିଳିଥାଏ, ନିଜ ପରିବାର ଲୋକଙ୍କ ଠାରୁ ଧୋକା ମିଳିଥାଏ। ତେବେ ଆଜି ଜାଣିବା ଧୋକାବାଜ ଲୋକଙ୍କୁ କେମିତି ଚିହ୍ନିବେ। ଆପଣଙ୍କୁ ଧୋକା ଦେବା ପୂର୍ବରୁ ଆପଣ ତାଙ୍କୁ ନିଜ ଜୀବନଠାରୁ ଦୂରେଇ ଦେବେ। ତେବେ କେମିତି କରିବେ? ଏବେ ଚାଲନ୍ତୁ ଜାଣିବା ଧୋକାବାଜ ଲୋକଙ୍କୁ କେମିତି ଚିହ୍ନିବେ ବା ଜାଣିବେ। ପ୍ରଥମେ କେମିତି ଚିହ୍ନିବେ ଫେକ୍ ଲୋକଙ୍କୁ। ଫେକ୍ ଲୋକ ସବୁବେଳେ ଭଲ ଖୋଜିବାରେ ଲାଗନ୍ତି। ତାଙ୍କୁ ବହୁତ ଦିନ ଲାଗିଥାଏ ଭଲ ଖୋଜିବା ପାଇଁ, କିନ୍ତୁ ତାଙ୍କୁ ଭଲ ମିଳିନଥାଏ। ଭଲ କ'ଣ ଖୋଜନ୍ତି ନା, ସେ ପ୍ରଥମେ 2 କିମ୍ବା 3 ଜଣ ଲୋକଙ୍କୁ ବାଛନ୍ତି। ସେଥିମଧ୍ୟରୁ ଯିଏ ଭଲ ମଣିଷ ତାଙ୍କ ସହିତ ନିଜର ବନ୍ଧୁତା କରିଥାନ୍ତି। ଏହିମାନେ କ'ଣ କରନ୍ତି ନା, ଜଣକଠାରୁ ଯଦି ଅନ୍ୟ ଜଣେ ଅଧିକ ଭଲ ମଣିଷ ମିଳିଯାଏ, ତେବେ ଅନ୍ୟ ଜଣଙ୍କ ସହ ବନ୍ଧୁତା କରି ନେଇଥାନ୍ତି। ତାଙ୍କୁ ଛାଡ଼ି ଅନ୍ୟ ଜଣଙ୍କୁ ଧରି ନିଅନ୍ତି। ପୁଣି କ'ଣ କରନ୍ତି ନା, ତାଙ୍କଠାରୁ ଯଦି ଅଧିକ ଭଲ ଅନ୍ୟ ଜଣେ ମିଳିଯାଏ, ତେବେ ତାଙ୍କୁ ଛାଡ଼ି ଅନ୍ୟ ଜଣଙ୍କୁ ବନ୍ଧୁତା କରିନିଅନ୍ତି। ଏମାନେ କ'ଣ କରନ୍ତି ନା, ସବୁବେଳେ ଧୋକା ଦେବାରେ ଲାଗନ୍ତି। ଏମାନଙ୍କୁ ଜୀବନ ସାରା ଭଲ ମଣିଷ ମିଳିନଥାଏ। ଏମାନଙ୍କୁ କୁହାଯାଏ ଧୋକାବାଜ ମଣିଷ। ଏମାନଙ୍କ ଠାରୁ ଦୂରରେ ରହିବା ଦରକାର। ଏମାନଙ୍କୁ କେବେ ବି ଭରସା କରିବେ ନାହିଁ। 2. ଦ୍ୱିତୀୟ ହେଉଛି ତାଙ୍କ ବଡି ଲାଙ୍ଗୁଏଜରୁ ଜାଣିପାରିବେ। ଯେଉଁମାନେ ଧୋକାବାଜ ମଣିଷ, ସେମାନେ କେବେ ବି ଆଖିରେ ଆଖି ମିଶାଇ କଥା ହେଇପାରନ୍ତି ନାହିଁ। ଆପଣ ନିଜେ ବି ପରୀକ୍ଷା କରି ଦେଖିଥିବେ। ଆପଣ ଯେବେ ମିଛ କହୁଥିବେ, ଆଖିରେ ଆଖି ମିଶାଇ କଥା କହିପାରିବେ ନାହିଁ। ଯେତେ ଚାହିଁଲେ ବି ଆଖିରେ ଆଖି ମିଶାଇ କଥା କହିପାରିବେ ନାହିଁ, ଯାହାକି ଏଗୁଡ଼ିକ ଧୋକାବାଜ ମଣିଷର ଲକ୍ଷଣ। କାରଣ ଯେଉଁ ମଣିଷ ଧୋକା ଦେଇଥାଏ, ସେ ଆଖିରେ ଆଖି ମିଶାଇ କଥା କହିପାରେ ନାହିଁ। ଯେବେ ବି କଥା ହୁଅନ୍ତି, ତାଙ୍କର ବଡି ଲାଙ୍ଗୁଏଜ ବଦଳି ଯାଇଥାଏ। ଯେପରି ଗୋଡ଼ ଏପଟ ସେପଟ କରିବାରେ ଲଗାନ୍ତି। ତେବେ ଏହିସବୁରୁ ଜାଣିଯିବ ସେ ଧୋକାବାଜ ମଣିଷ। 3. ତୃତୀୟରେ, ଯେଉଁ ସମୟରେ ଆପଣଙ୍କୁ ତାଙ୍କର ଅଧିକ ଆବଶ୍ୟକତା ଥାଏ, ସେ ଆପଣଙ୍କୁ ଛାଡ଼ି ଚାଲିଯାଆନ୍ତି। ଆପଣ ଦେଖିଥିବେ, ଆପଣଙ୍କ ଜୀବନରେ କିଛି ଲୋକ ଖାସ୍ ହୋଇଥାନ୍ତି। ଯେପରି ଆପଣଙ୍କର ପ୍ରେମିକା, ବୟଫ୍ରେଣ୍ଡ, ପରିବାର କୌଣସି ବ୍ୟକ୍ତି କିମ୍ବା ସାଙ୍ଗ ଯିଏ ବି ହୁଅନ୍ତୁ, ତାଙ୍କୁ ଆପଣ ଅଧିକ ଅନ୍ଧ ଭଳି ବିଶ୍ୱାସ କରୁଥିଲେ। ଆଉ ଆପଣଙ୍କୁ ଲାଗେ ଏହି ମଣିଷ ଆପଣଙ୍କୁ ଛାଡ଼ି ଚାଲିଯିବେ ନାହିଁ। କିନ୍ତୁ ଠିକ୍ ସେହି ସମୟରେ, ଯେଉଁ ସମୟରେ ଆପଣଙ୍କୁ ତାଙ୍କର ଆବଶ୍ୟକତା ଥାଏ, କିନ୍ତୁ ସେ ଛାଡ଼ି ଚାଲିଯାଆନ୍ତି। ଆଉ ଯେତେ ଡାକିଲେ ମଧ୍ୟ ଆପଣଙ୍କ ପାଖକୁ ଫେରି ଆସନ୍ତି ନାହିଁ। ବାହାନା କରନ୍ତି। କ'ଣ ପାଇଁ ନା, ଭରସା ଏବଂ ବିଶ୍ୱାସ ଭାଙ୍ଗୁଥିବା ମଣିଷ ଧୋକାବାଜ ମଣିଷ ବା ଫେକ୍ ମଣିଷ ହୋଇଥାନ୍ତି। ଏହିପରି ମଣିଷଙ୍କ ଠାରୁ ଦୂରରେ ରହିବା ବହୁତ ଭଲ ହୋଇଥାଏ। 4. ଚତୁର୍ଥରେ କେମିତି ଜାଣିବେ ନିଜର ସ୍ୱାର୍ଥ। ଏହି ଲୋକ ଦେଖନ୍ତି, ମାନେ ନିଜ ସ୍ୱାର୍ଥ ପାଇଁ ଏମାନେ କିଛି ବି କରିପାରନ୍ତି। ମାନେ ସାମ୍ନାବାଲା ଯେପରି କହନ୍ତି, ସେମିତି ବନ୍ଧୁତା ବା ରିଲେସନସିପ୍ ଚାଲିଥାଏ। ମାନେ ଆପଣଙ୍କ ଅନୁସାରେ କିଛି ବି ଚାଲି ନଥାଏ। ସେ ଯାହା କୁହନ୍ତି ତାହା କରନ୍ତି, ଆଉ ଆପଣ ମଧ୍ୟ ତାହା କରିଥାନ୍ତି। ଆପଣ ଯଦି କିଛି କହୁଛନ୍ତି, ତେବେ ସେ ଅନ୍ୟ କିଛି କହୁଛନ୍ତି। ଆପଣଙ୍କ କଥାକୁ ଭ୍ୟାଲୁ ଦିଅନ୍ତି ନାହିଁ। ଯଦି ଏପରି ମଣିଷ ଆପଣଙ୍କ ପାଖରେ ଅଛନ୍ତି, ତେବେ ଆପଣଙ୍କୁ କେମିତି ଲାଗୁଛି? ଆପଣ କିଛି କୁହନ୍ତୁ କି ନ କୁହନ୍ତୁ, ତାଙ୍କର କିଛି ଫରକ ପଡ଼ୁନାହିଁ। ଏହିପରି ମଣିଷ ହେଲା ଧୋକାବାଜ ମଣିଷ। ଏଥିପାଇଁ ଯଦି ସାମ୍ନା ଲୋକ ଆପଣଙ୍କ ଅନୁସାରେ ଚାଲୁଛନ୍ତି, ତେବେ ଆପଣ ମଧ୍ୟ ତାଙ୍କ ଅନୁସାରେ ଚାଲନ୍ତୁ।
ଯଦି ସେ ସ୍ୱାର୍ଥ ପାଇଁ ସାଙ୍ଗ ହେଉଛନ୍ତି କି କାମ କରୁଛନ୍ତି ତେବେ ତାଙ୍କଠାରୁ ଦୂରେଇ ରୁହନ୍ତୁ। ଆଜିଠୁ ଦୂରେଇ ଯାଆନ୍ତୁ, ନହେଲେ ବହୁତ କାନ୍ଦିବେ। ଏହିମାନେ ହେଲେ ଧୋକାବାଜ ମଣିଷ ବା ଫେକ୍ ମଣିଷ। 5. ପଞ୍ଚମରେ କେମିତି ଜାଣିବେ? ଏମାନେ କିଛି ନା କିଛି ସବୁବେଳେ ମାଗି ରହିଥାନ୍ତି। ଜୀବନରେ ଯେତେ ପର୍ଯ୍ୟନ୍ତ ବନ୍ଧୁତାରେ ଥାଆନ୍ତି କିଛି ନା କିଛି ସବୁବେଳେ ମାଗି ରହିଥାନ୍ତି। ମୋତେ ଏମିତି ଜିନିଷ ଦିଅ, ସେମିତି ଜିନିଷ ଦିଅ, ଏମିତି ବହୁତ କିଛି, କିନ୍ତୁ ମାଗିବାରେ କିଛି ଅସୁବିଧା ନାହିଁ ବା ବନ୍ଧୁତା ହିସାବରେ ମାଗିପାରିବେ। ଦେଖ, ବନ୍ଧୁତା ଏଥିପାଇଁ ହୋଇଥାଏ ଦୁହେଁ ଦୁହିଁଙ୍କୁ ସାହାଯ୍ୟ କରିଥାନ୍ତି। କିନ୍ତୁ ଏମିତି କେମିତି ବନ୍ଧୁତା? ଯେବେ ଆପଣଙ୍କୁ ଦରକାର ହୋଇଥାଏ ସେ ଆପଣଙ୍କ ଠାରୁ ଦୂରକୁ ଚାଲିଯିବେ। ଏହା କ'ଣ ଠିକ୍? ଏମିତି ମଣିଷ ଅଛନ୍ତି ତ ଜାଣିଯିବେ ସେ ଧୋକାବାଜ ମଣିଷ ବା ଫେକ୍ ମଣିଷ। 6. ଷଷ୍ଠରେ ଯଦି ଆପଣ କିଛି କଥା କହିବା ପାଇଁ ଚାହୁଁଛନ୍ତି ସେ ଶୁଣନ୍ତି ନାହିଁ, ସେ ଆପଣଙ୍କ କଥାରେ ବିରକ୍ତ ବା ବୋରିଂ ହୋଇଯାଆନ୍ତି, ତେବେ ଜାଣିଯିବେ ସେହି ମଣିଷ ଆପଣଙ୍କ ପାଇଁ ଠିକ୍ ନାହିଁ। କମ୍ ସେ କମ୍ ଦେଖାଇବା କଥା ନା ଆପଣଙ୍କ କଥା ଶୁଣୁଛି ବୋଲି, କିନ୍ତୁ ସେ ବିରକ୍ତ ବା ବୋରିଂ ହୋଇଯାଆନ୍ତି। ଆଉ ସେ ଓଲଟା ସିଧା କଥାବାର୍ତ୍ତା କରନ୍ତି ଆଉ ଅଣଦେଖା କରନ୍ତି। ଏହିମାନେ ହେଉଛନ୍ତି ଧୋକାବାଜ ମଣିଷ ବା ଫେକ୍ ମଣିଷ। 7. ଏହି ଲୋକମାନେ କଥାକୁ ବଢ଼ାଇ ଚଢ଼ାଇ କହିଥାନ୍ତି। ମିଛ ତ ଏତେ ଅଧିକ କହିଥାନ୍ତି, ମୁଁ ଆପଣଙ୍କୁ କ'ଣ କହିବି। ଛୋଟ ଛୋଟ କଥାକୁ ବହୁତ ବଡ଼ ବଡ଼ କଥା ବନାଇଥାନ୍ତି। ଯେମିତି ବଡ଼ କଥା ହୋଇଯାଇଛି କିନ୍ତୁ ତାହା ସାଧାରଣ କଥା ହେଇଥିବ। ଛୋଟ କଥାକୁ ବଢ଼ାଇଥାନ୍ତି। ଏହିମାନେ ହେଲେ ଧୋକାବାଜ ମଣିଷ ବା ଫେକ୍ ମଣିଷ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।